ଜୟ ଜଗନ୍ନାଥ। ଗତକାଲି ଥିଲା ଜାତୀୟ କନ୍ୟା ଦିବସ। ସେହି ଅବସରରେ ମୁଁ ଗୋଟିଏ କବିତା ଲେଖିଥିଲି, ଯାହାର ଶୀର୍ଷକ ମୁଁ ନୁହଁ ଅଲୋଡ଼ା। ତେବେ ଆସନ୍ତୁ ଶୁଣିବା ସେହି କବିତାଟି। ମା ମା ବୋଲି ଡାକୁଥିଲି କେତେ ଶୁଣିଲୁନି ଡାକ ମୋର, ଦେଖିବା ଆଗରୁ ସୁନ୍ଦର ଦୁନିଆ ଗର୍ଭ କଲୁ ସାତ ପର। ଆହେ ବାପା ତୁମେ ଦେବତା ସମାନ ଫାଟିଲାନି ତୁମ ଛାତି, ଡାକ୍ତରଙ୍କୁ ଯେବେ କହୁଥିଲ ତୁମେ ଦେବା ପାଇଁ ମୋତେ କାଟି। ଭାବିଲୁନି ତୁଇ ଥରୁଟେ ମାଆଲ ଏମିତି କାହିଁକି କଲୁ, ଭୁଲ ମୋର କ'ଣ ଥିଲା କହ ମା ଅକାରଣେ ଶାସ୍ତି ଦେଲୁ। ଭାବିଲୁନି ମା ଝିଅଟିଏ ହେଲେ କମିବ ତୋହର ବୋଝ, ହାତରୁ ଛଡ଼ାଇ କରିବ ପାଇଟି କରିବ ତୋତେ ସାହାଯ୍ୟ। ବାପା ଥରେ ତୁମେ ଚିନ୍ତା କରିଲନି ମାରିବା ଆଗରୁ ମୋତେ, ଝିଅଟିଏ ଥିଲେ ମା ପରି ସ୍ନେହ ଦେଇ ଯେ ଥାନ୍ତା କେତେ। ଦିନ ସାରା ଖଟି ବାହାରୁ ଆସିଲେ ପୋଛି ଦେଇଥାନ୍ତା ଝାଳ, ପାଣି ଢାଳ ଦେଇ ଆସନ ପକେଇ ବାଢ଼ି ଦିଅନ୍ତା ପଖାଳ। ଯେମିତି କରିଛ ପାଇବ ସେମିତି ଦେଉଅଛି ଅଭିଶାପ, ଭଗବାନ ମଧ୍ୟ କରିବେନି କ୍ଷମା କରିଅଛ ଯେଉଁ ପାପ। ଦୁନିଆର ଯେତେ ବାପା ମା ଅଛ ସଭିଙ୍କୁ ମୋ ନିବେଦନ, ଝିଅଟିଏ ହେଲେ ଘରେ ତୁମ ଜନ୍ମ ଊଣା କର ନାହିଁ ମନ। ପୁଅଠାରୁ ଝିଅ ନୁହେଁ ଊଣା କେବେ ହେଲେଣି ଯେ ରାଷ୍ଟ୍ରପତି, ଯୁଦ୍ଧପୋତ ଯୁଦ୍ଧ ଜାହାଜ ଚଳାନ୍ତି କରୁଛନ୍ତି ଓକିଲାତି। ପୁଅକୁ ଯେତିକି କରୁଛ ଭରସା ଝିଅକୁ ସେତିକି କର, ରଖିବ ତୁମର ନାମ ସେ ନିଶ୍ଚୟ ସନ୍ଦେହ ଏଥି ନ କର, ସନ୍ଦେହ ଏଥି ନ କର। ଧନ୍ୟବାଦ।